ସମସ୍ତଙ୍କର ହେଲ୍ଦି ଡାଏଟ୍ କଥା ଭାବି ଆଜି ମୁଁ ଆପଣମାନଙ୍କ ସାଙ୍ଗେ ସେୟାର କରିବି ହାଇ ପ୍ରୋଟିନ୍ ହେଲ୍ଦି ରୁଟି। এই ରୁଟିଟି କଅଁଳିଆ ହେବା ସହିତ ବହୁତ ଟେଷ୍ଟି ମଧ୍ୟ ହେଇଛି। ଆପଣ ଭାବୁଥିବେ ନା ରୁଟି ପୁଣି ହାଇ ପ୍ରୋଟିନ୍, ଏଇଟା କ'ଣ ସମ୍ଭବ? ଆଜ୍ଞା ସମ୍ଭବ। ଯଦି ଭାବୁଛନ୍ତି ତାହେଲେ ଜଲ୍ଦି ଜଲ୍ଦି ଆସନ୍ତୁ ମୋର এই ପ୍ରବୀଣାସ୍ ହେରିଟେଜ୍ କିଚେନ୍କୁ। ମୁଁ এই ହାଇ ପ୍ରୋଟିନ୍ ରୁଟି କେମିତି ତିଆରି କଲି ସେଟା ଦେଖିନେବା। ତା ପୂର୍ବରୁ ଗୋଟେ ଛୋଟିଆ ଅନୁରୋଧ କରିବି, ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ ଆଉ ବେଲ୍ ଆଇକନ୍ଟିକୁ ପ୍ରେସ୍ କରିଦିଅନ୍ତୁ। ହାଇ ପ୍ରୋଟିନ୍ ମାନେ ମୁଁ এই ରୁଟି ପାଇଁ ନେଇଛି ମୁଗ ଡାଲି। କଞ୍ଚା ମୁଗ ଡାଲି 50 ଗ୍ରାମ ନେଇ ତାକୁ ପାଣିରେ ଭଲ ଭାବରେ ଧୋଇ ଆମେ 15ରୁ 20 ମିନିଟ୍ ବତୁରେଇ ଦେବା। ମୁଗ ଡାଲି ବତୁରିବା ପାଇଁ 15-20 ମିନିଟ୍ ସଫିସିଏଣ୍ଟ। ଏଠି ମୁଁ ପାଣି ଦେଇକି ବତୁରେଇ ଦେଲି ଆଉ ବତୁରି ଗଲା ପରେ ୟାକୁ ଗୋଟେ ଗ୍ରାଇଣ୍ଡର ଜାରକୁ ମୁଗ ଡାଲି ତକ ଟ୍ରାନ୍ସଫର କରିଦେବା। ଏ ବତୁରା ମୁଗ ଯାଇ ସହିତ ଏଠି ମୁଁ ନେଇଛି 100 ଗ୍ରାମ ପନିର। ଏ ପନିରକୁ ଆମେ ଛୋଟ ଛୋଟ କାଟି ମଧ୍ୟ ୟା ସହିତ ନେଇଯିବା। ତାପରେ ଆମେ ଅଳ୍ପ ପାଣି ଦେଇ ଆମେ ମୁଗ ଯାଇ ଓ ପନିରକୁ ଗୋଟେ ପେଷ୍ଟ ତିଆରି କରିଦେବା। ଦେଖନ୍ତୁ ଏଠି ପୁରା ଫାଇନ୍ ପେଷ୍ଟ ହେଇଗଲା। ତାପରେ ୟାକୁ ଗୋଟେ ଆମେ ବାଉଲକୁ ଟ୍ରାନ୍ସଫର କରି ତା ସହିତ ଆମେ ମିଶାଇବା ଅଟା ଆଉ ଟେଷ୍ଟ ପାଇଁ ଅଳ୍ପ ଟିକେ ଲୁଣ। ବର୍ତ୍ତମାନ এই ମୁଗ ଯାଇ ପନିରର ମିଶ୍ରଣରେ ଆମେ ଅଟା ମିଶାଇ ଗୋଟେ ଡୋ ତିଆରି କରିନେବା। ଆଉ ଆମକୁ ବି ପାଣି ଦରକାର ପଡ଼ିବନି, ଆମକୁ ଯେତିକି ଅଟା ଦରକାର ସେଇ ଅନୁସାରେ ହିଁ ଆମେ ଅଟା ନେଇଯିବା। ବାସ୍ ଆମେ ରୁଟି ପାଇଁ ଯେମିତି କଅଁଳିଆ ଅଟା ଡୋ ତିଆରି କରୁଛେ ଆମେ ସେଇଭଳିଆ ଅଟା ଚକଟି ଦେବା। ଦେଖନ୍ତୁ କେତେ ସଫ୍ଟ ଆମର ଅଟା ଚକଟାଟି ହେଇଗଲା। ଏବେ ଆମେ ଆମର ରୁଟି ସାଇଜର ଗୁଳା ସବୁ ତିଆରି କରିଦେବା। ଆମର ଅଟା ଚକଟାଟି ଯେତେ କଅଁଳିଆ ହେଇଛି ଆଉ ମୁଗ ଯାଇର ବାସ୍ନା ବି ମଧ୍ୟ ଆସୁଛି। ବର୍ତ୍ତମାନ ଆମେ ୟାକୁ ରୁଟି ତିଆରି କରିବା। ଯେମିତି ଆମେ ଆମର ନିତିଦିନିଆ ନର୍ମାଲ ରୁଟି ତିଆରି କରୁଛେ ନା, ଆମର এই ରୁଟିଟି ମଧ୍ୟ ବିଲକୁଲ ସେଇଭଳିଆ, କେବଳ এই ରୁଟିଟି ଆମର ହାଇ ପ୍ରୋଟିନ୍। ଦେଖନ୍ତୁ କେତେ ସୁନ୍ଦର ବେଲି ବି ମଧ୍ୟ ହେଇଗଲା। ତାପରେ ଆମେ ୟାକୁ ଯେମିତି ନର୍ମାଲ ରୁଟି କରୁଛେ ତାକୁ ବି ଏମିତି ନର୍ମାଲ ତାୱାରେ ସେକିଦେବା। ଯଦି ଆପଣ ପରଟା ଖାଇବାକୁ ଚାହୁଁଛନ୍ତି ତାହେଲେ ୟା ଦେହରେ ଆପଣ ପରଟା ବି ତିଆରି କରିପାରିବେ। ମୁଁ ଏଠି କେବଳ ନର୍ମାଲ ରୁଟି ତିଆରି କରିଛି। ଦୁଇପଟ ହେଇଗଲା ପରେ ମୁଁ ରୁଟି ସେକାରେ ସେକୁଛି, ମୁଁ ଡାଇରେକ୍ଟ ତାୱାରେ ସେକୁନି, ମୁଁ ପୁଣି ୟାକୁ ରୁଟି ସେକାରେ ମଧ୍ୟ ସେକିବି। ଦେଖନ୍ତୁ ଆମ ରୁଟିଟି ବି କେତେ ବଢ଼ିଆ ଫୁଲୁଛି ମଧ୍ୟ। ଏମିତି ଆମେ ସବୁ ଗୋଳାରେ ମୁଁ ରୁଟି ତିଆରି କରିଦେଇଛି ଆଉ ରୁଟିକି ଆପଣଙ୍କୁ ଦେଖାଉଛି କେତେ ନରମ ହେଇଛି ମଧ୍ୟ। এই ରୁଟିକି ତା ପରଦିନ ସକାଳ ପର୍ଯ୍ୟନ୍ତ ବି ରଖିଲେ ଏଇଭଳି ଏକଦମ ନରମ ରହିବ। ରୁଟିଟା ଟିକେ ବାସ୍ନା ହେବା ପାଇଁ ମୁଁ ଏମିତି ରୁଟି ଉପରେ ଗୋଟେ ଚାମଚ ଗୁଆ ଘିଅ ଦେଇ ଦେଉଛି। ଏମିତି ରଖିଲେ ରୁଟି ନରମ ରହିବ ଆଉ ବଢ଼ିଆ ବାସ୍ନା ବି ମଧ୍ୟ ହେବ। ଦେଖନ୍ତୁ ଗୁଆ ଘିଅ ଦେଇସାରିଲା ପରେ ବି ମଧ୍ୟ ମୁଁ ଆପଣଙ୍କୁ ଦେଖାଉଛି ରୁଟିଟି କେତେ ନରମ, ପୁରା ତୁଳା ଭଳିଆ ନରମ ହେଇଛି। এই ରୁଟିକି ଏମିତି ଖାଲି ଖାଇଲେ ବଢ଼ିଆ ଲାଗିବ ଆଉ ଆପଣ ଯାହା ସହିତ ବି ଖାଇଲେ ବଢ଼ିଆ ଲାଗିବ। ଯେହେତୁ ଆଜି ମୁଁ ହାଇ ପ୍ରୋଟିନ୍ ରୁଟି କରିଛି ସେଥିପାଇଁ ତାର ଷ୍ଟଫିଂ ପାଇଁ ମୁଁ ନେଇଛି ଏଠି ପନିର 200 ଗ୍ରାମକୁ ଲମ୍ବା ଲମ୍ବା କାଟିକି ନେଇଛି। ତା ସହିତ ମୁଁ ନେଇଛି ଟିକେ ଲୁଣ, ଟିକେ ହଳଦୀ, ଅଳ୍ପ ଟିକେ ଲଙ୍କାଗୁଣ୍ଡ, ଗୋଟେ ଚାମଚ ତନ୍ଦୁର ମସଲା ପାଉଡ଼ର ଆଉ ଟିକେ କାଶ୍ମୀରୀ ରେଡ୍ ଚିଲି ପାଉଡ଼ର, ଗୋଟେ ଚାମଚ ଅଦା ରସୁଣ ବଟା ଆଉ ଗୋଟେ ଚାମଚ ବେସନ ଆଉ 2 ଚାମଚ ଦହି। ଏ ସବୁକୁ ଭଲ ଭାବରେ ମିଶାଇ ନେବା। এই ରୁଟିକୁ ନା ଆପଣ ଏମିତି ପିଲାଙ୍କୁ କରିକି ଦେଲେ ପିଲାମାନେ ବି ଖୁସିରେ ଖାଇବେ, ତାଙ୍କ ଟିଫିନ୍ କେବେ ବି ଖାଲି ଆସିବନି। ଏଇଟା ତ ମୁଁ ଗୋଳେଇ ଦେଲି। ବର୍ତ୍ତମାନ ଗୋଟେ ପ୍ୟାନ୍ରେ ଆମେ ମାତ୍ର 2 ଚାମଚ ତେଲ ଦେଇ ଏ ଗୋଟେ ପିଆଜକୁ ଏମିତି ଟିକେ ବଡ଼ ବଡ଼ କ୍ୟୁବ୍ ସାଇଜ୍ର କାଟି ନେବା। ଏ ପିଆଜ ଜଷ୍ଟ ହାଲକା ଭାଜି ହେଇଯିବା ପରେ ଯେଉଁ ପନିର ଆମେ ମ୍ୟାରିନେଟ୍ କରିକି ରଖିଥିଲେ ସେଇ ପନିରକୁ ଦେଇଦେବା ଆଉ ହାଇ ଫ୍ଲେମ୍ରେ ଆମେ ପନିରକୁ ମାତ୍ର 2ରୁ 3 ମିନିଟ୍ ଭାଜିଦେବା। ବେଶୀ ସମୟ ବି ଦରକାର ପଡ଼ିବନି, ବହୁତ ଶୀଘ୍ର ବି ହେଇଯିବ। ଆମର ଏଠି ପନିର ହେଇଗଲା। ତାପରେ ମୁଁ ଆଉ ଟିକେ ଭେଜିଟେବୁଲ୍ ବି ପକାଉଛି, ତ ସେଥିପାଇଁ ଏମିତି ଗୋଟେ ଚାମଚ ତେଲରେ ଗୋଟେ ପିଆଜକୁ ଚୁନ ଚୁନ କରି କାଟିକି ଭାଜି ଦେଇଛି। ତା ଦେହରେ ଟିକେ ଅଦା ରସୁଣ ବଟା ମଧ୍ୟ ନେଇଛି। ରସୁଣ ଟିକେ କଷି ହେଇଗଲା ପରେ ମୁଁ ଏଠି ବନ୍ଧାକୋବିକୁ ଗ୍ରେଟିଂ କରିକି ନେଇଛି, ତା ସହିତ ଗୋଟେ କ୍ୟାରଟକୁ ମଧ୍ୟ ଗ୍ରେଟିଂ କରିକି ନେଇଛି। ସହିତ ଆମେ ନେଇଯିବା ସ୍ୱାଦ ପାଇଁ ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଆଉ ଟିକେ ନାକୁ ନେଇଛି ମୁଁ ମ୍ୟାଗି ମସଲା ପାଉଡ଼ର। ବର୍ତ୍ତମାନ ଏସବୁକୁ ଆମେ ମିଡ଼ିୟମ୍ ଫ୍ଲେମ୍ରେ ଭଲ ଭାବରେ ମିଶାଇ ନେବା ଆଉ ଯେମିତି ଆମର ପରିବା ଗୁଡ଼ିକ ସବୁ ଭଲ ଟିକେ ସିଝିଯିବ ଆଉ ବଢ଼ିଆ ବାସ୍ନା ବି ଆସିବ।
ଦେଖନ୍ତୁ ଏଠି ଆମର ପରିବା ଗୁଡ଼ିକ କେତେ ବଢ଼ିଆ ବି ଭାଜି ହେଇଗଲାଣି। ବର୍ତ୍ତମାନ ୟା ଦେହରେ ମୁଁ ନେଇଛି ଅଧ ଚାମଚ ଚିଲି ସସ୍, ଅଧ ଚାମଚରୁ କମ୍ ସୋୟା ସସ୍ ଆଉ 1 ଚାମଚ ଟମାଟୋ ସସ୍। ବାସ୍ ଏକୁ ମିଶାଇ ଦେଲେ ବଢ଼ିଆ ବି ବାସ୍ନା ବି ଆସୁଛି। ଆଉ ଆମ ରୁଟିରେ ଏଇଭଳି ଯଦି ଷ୍ଟଫିଂ କରିଦେବା ଆମର ହାଇ ପ୍ରୋଟିନ୍ ରୋଲ୍ ବି ହେଇଯିବ। ଆଉ ପିଲାମାନେ ବି ଦେଖିବେ ସବୁଦିନ ଡିମାଣ୍ଡ କରିବେ ଏଇଭଳିଆ ରୁଟି ତିଆରି କରିକି ତାଙ୍କୁ ଦେବା ପାଇଁ। ଆମର ଭେଜିଟେବୁଲରେ ମସଲା ହେଇଗଲା, ପନିରରେ ବି ମସଲା ହେଇଗଲା। ବର୍ତ୍ତମାନ ଏଇ ରୁଟିରେ ଆମେ ଏଇସବୁ ମସଲାକୁ ଷ୍ଟଫିଂ କରି ମସଲା ଷ୍ଟଫିଂ ରୁଟି ତିଆରି କରିଦେବା। ସେଥିପାଇଁ ମୁଁ ପୁଣି ଆଉ ଟିକେ ଟେଷ୍ଟ କରିଛି, ରୁଟିରେ 1 ଚାମଚ ମିଓନିଜ୍ ଦେଇଦେଇଛି। ତାପରେ ବନ୍ଧାକୋବି ଆଉ ଗାଜରର ମସଲା ଆଉ ପନିରର ମସଲା ଏସବୁକୁ ଆମେ ଦେଇ ରୁଟିକୁ ରୋଲ୍ କରିଦେବା। ହେଇଗଲା ନା ଆମର କେତେ ହାଇ ପ୍ରୋଟିନ୍ ଆଉ ଟେଷ୍ଟି ରୁଟି। ସୁଟିଂ କଲାବେଳେ ମୋର କରେଣ୍ଟ ବି ପଳାଇଛି, ତେଣୁ ଅଳ୍ପ ଲାଇଟ୍ରେ ମୁଁ ଆପଣମାନଙ୍କ ପାଇଁ ସୁଟିଂ କରିକି ଦେଖାଉଛି। ବର୍ତ୍ତମାନ ଆମର ହାଇ ପ୍ରୋଟିନ୍ ଷ୍ଟଫ୍ଡ ରୁଟି ତିଆରି ହେଇଗଲା। ମୁଁ ଆଶା କରୁଛି ଆପଣମାନଙ୍କୁ ମୋର এই ହାଇ ପ୍ରୋଟିନ୍ ଷ୍ଟଫ୍ଡ ରୁଟିର ରେସିପିଟି ନିଶ୍ଚୟ ଭଲ ଲାଗିଥିବ। ଆପଣ ଘରେ ତିଆରି କରିବେ, ଆଉ ଯଦି ଭଲ ଲାଗିଲା ତାହେଲେ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିଦେବେ। ଦୟାକରି କମେଣ୍ଟ ବକ୍ସରେ ଆପଣଙ୍କର ମୂଲ୍ୟବାନ ସଜେସନ୍ ଦେବେ।